ଟିକି ଓଝା କଣ ହେଇଛି ଆପଣଙ୍କ ସିଆଡୁ ଆସିଲେ ଆମେ ଠିଆ ହେଇଥିଲୁ ନାଳରେ ଦେଖିଲା ଦୌଡ଼ି ଦେଲେ ଟାଙ୍ଗି ବଢେଇ ସାଇ ଆପଣଙ୍କ ଘରେ ଠିଆ ହେଇଥିଲେ? ଆମେ ଗେଟ୍ କେତେ ଠିଆ ହେଇଥିଲୁ ଠିଆ ହବାରୁ ସିଆଡୁ ଆସିକି ଏମିତି ଦୁଲବୁସ କରି ଫୁଟାଫୁଟି କରି ଯାଇତେ ମୁଁ ସିଆଡୁ ଧୌଡ଼ିଲି। କିଏ ଆସିଥିଲା ସିଆଡୁ? ଡବୁଲ ମହାରଣା ଆଉ ଲୋକ 4-6 ଜଣ ନେଇକି ଆସିଛି। ହଁ କଣ ଫୁଟେଇଲେ? କଣ ଦୌଡାକି ଉପରକୁ ଫୁଟେଇ ଦେଲେ ସେ ଗେଟ୍ କୁ ସବୁ କଣ୍ଟ୍ରୋଲ ତାର କଲେ। ମୁଁ ତ ଜୀବନ ବିକଳେ ମତେ ଡାକିଲାରୁ ମୁଁ ଦୌଡ଼ିଲି ଆଉ ସାଇ ଆଡକୁ ଆଉ ତାପରେ କଣ କଲେ? ତାପରେ ଫୁଟେଇ ଫାଟେଇ ସବୁ ବାଡେଇ ବୁଡେଇକି ପଳେଇଲେ ଆଉ ସାଇ ଲୋକ ସବୁ କଣ ଅଭିଯୋଗ କରୁଛନ୍ତି? ତାର ଡବୁଲ ମହାରଣା ଅଭିଯୋଗ କରୁଛୁ ତାକୁ ତୁରନ୍ତ କେମିତି ଶାସ୍ତି ଦେବା ଦରକାର। କଣ ଅଭିଯୋଗ କରୁଛନ୍ତି? ସେ ତମ ଘରେ ଆସି ଫୁଟାଫୁଟି କଲା? ହଁ ଏବେ ଆପଣ କଣ ଚାହୁଁଛନ୍ତି? ସେ ଶାସ୍ତି ପାଇବା ଦରକାର। ବୁଲୁ ଓଝା ବଢି ସେଇ ଘର। କଣ ଘଟଣା ହେଇଛି ଆପଣ ଆଜ୍ଞା ଥାନାକୁ ଆଜ୍ଞା ଆସିଛୁ ଆଜି 6:30 ସମୟରେ। ଡବୁଲ ମହାରଣା ଦୁଆର ମୁହଁରେ ଠିଆ ହେଇକିରି ଡାକିଲା କେଇଟା ମାନେ ଶୋଧିକିରି ଡାକିଲା କେଇଟା ଅଛ ଘରୁ ବାହାର। ଯେତେବେଳେ ଆମେ ଦି ଭାଇ ମୋ ସ୍ତ୍ରୀ ପଦାକୁ ବାହାରିକିରି ଆସିଲୁ ସେତେବେଳେ କହିଲା ଆଉ କେଇଟା ତମେ 2 ଜଣ ଅଛ ନା ଆଉ କିଏ ଅଛ? ମୁଁ କହିଲି ଆରେ କଣଟା ହେଇଛି କହୁନୁ। ସେଠି ସେ ଶୋଧିକିରି ଖରାପ ବ୍ୟବହାର ଲଗେଇକି ଗଲା। ସେ ବ୍ୟବହାର ଆମେ ପାଟିରେ ଧରିପାରିବୁନି ଯାଇକି ଦୁର୍ଗାଙ୍କର ସାଧକ ମୁଁ ଶନିଦେବଙ୍କର ସାଧକ। ସେ ଖରାପ ୱାର୍ଡ ମୁଁ ପାଟିରେ ଧରିପାରିବିନି। ସେଠୁ ସେ କହିଲା ତୁ ଖରାପ ୱାର୍ଡ ଧରିପାରିବୁନି ତ କେଇଟା ଅଛ ଆସ ଆଉ କେଇଟା ଅଛ ନା ତମେ 2 ଜଣ ଅଛ ନା ଆଉ କେଇଟା ଅଛ? ମୁଁ ନାଇଁ ଆମେ 2 ଜଣ ଅଛୁ ତୁ କଣଟା ହେଇଛି କହୁନୁ। ନା ନାଇଁ ସମସ୍ତଙ୍କୁ ମୁଁ ଡାକୁଛି କେଇଟା ଅଛ ଆସ। ସେଟା କହିଲା ଭିତରେ ସେ ଗାଡି କରରେ ଆଉ 6 ଜଣ ଲୁଚିଥିଲେ। 6 ଜଣ ଯେତେବେଳେ ଲୁଚିଥିଲେ ମୁଁ 6 ଜଣ ଯେତେବେଳେ ପାଖକୁ ଆସିଲେ ଗାଡି କରେ ଲୁଚିଥିଲେ ଉଠିକିରି ଆସିଲେ ସେତେବେଳେ ମୁଁ ଦେଖିଲି ମୋ ଗେଟ୍ ପାଖରୁ 3 ହାତ ଦୂରରେ ଆମେ ଅଛୁ। ସେଠି ମୁଁ ମୋ ମଝିଆ ଭାଇକି ଧରିକିରି ପଛକୁ ନେଇ ଆସିଲି ମୋ ସ୍ତ୍ରୀ ଆଗରେ ଅଛି। ପଛକୁ ନେଇ ଆସିଲି ଯେତେବେଳେ ପିସ୍ତଲ ସେ କାଢିଛନ୍ତି ସେତେବେଳେ ମୁଁ ଗେଟ୍ ଦେଇଦେଲି ମାନେ ଗେଟ୍ ଉପର ଯୋଉ ଘୋଡଣଟା ଦେଇଦେଲି ଭିତର ଆଲଡ୍ରପ ଦେଇନି। ଯେତେବେଳେ ଗୁଳି ସାଉଣ୍ଡ ଶୁଭିଲା ଢୋଢା ଢୋଢା ଶୁଭିଲା ସେତେବେଳେ ମୁଁ କହିଲି ମୋ ସ୍ତ୍ରୀ ପଛକେ ଯାଉ ମୋ ଭାଇଟା ରକ୍ଷା ହେଇଯାଉ। ସେଠୁ ମୁଁ ଭିତର ପଟର ସେ ଯୋଉ ଘୋଡଣଟା ମାନେ ଢୋଢା ହେଲାନ୍ତୁ ହେଲେ ମୁଁ ଭିତର ଆଲଡ୍ରପ ଦେଲି। ଆଲଡ୍ରପ ଦେଲା ଧୂଆଁ ହେଇଗଲା। ଧୂଆଁ ହେଇସାରିଲା ପରେ ଯେତେବେଳେ ମୁଁ କିଛି ସମୟ ପରେ ମୁଁ କହିଲି ମୋ ସ୍ତ୍ରୀଟା ପଦାରେ ଅଛି ତାକୁ ବୋଧେ ନେଇକି ପଳେଇଲେ ଆଉ। ସେଠୁ ଗେଟ୍ ଫିଟେଇଲା ବେଳକୁ ଆଉ ସିଏ ନାହାନ୍ତି। ସେଠୁ ମୋ ସ୍ତ୍ରୀ ଖୋଜିଲା ବେଳକୁ ମୋ ସ୍ତ୍ରୀ ସିଆଡୁ ସାଇ ପଟରେ ଧୌଡିକିରି ପଳେଇଛି। କିନ୍ତୁ ଏ ଜିନିଷଟା ଡବୁଲ ମହାରଣା ଆଉ ଯୋଉ 6 ଜଣ ମୁଖା ପୁରେଇକିରି ଆସିଥିଲେ ଇଏ କରିକି ଆସିଥିଲେ ତାଙ୍କୁ ମୁଁ ତ ଚିହ୍ନି ପାରିନି।